ସାଙ୍ଗମାନେ ସକାଳୁ ସକାଳୁ ସ୍ୱାମୀ ଆଜି ମୋ ମୁଣ୍ଡ ଖରାପ କରିଦେଲେ। ସବୁଦିନ ସ୍ୱାମୀ ସକାଳେ ପଖାଳ ଭାତ ଖାଇକି କାମକୁ ଯାଆନ୍ତି, କିନ୍ତୁ ଆଜି ମୋତେ ଷ୍ଟ୍ରିଟ୍ ମନା କରିଦେଲେ କି ଆଜି ମୋତେ ଭାତ ଖାଇବାକୁ ଦେବନି। ମୁଁ କହିଲି ଆରେ ଭାତ ଖାଇବନି ତ ତାହେଲେ ଖାଇବ କ'ଣ? ସେ କହିଲେ ଯାହା ହେଉଛି ହଉ, ମୁଁ ଆଜି ଭାତ ଖାଇବିନି। ମୁଁ କହିଲି ଭାତ ଖାଇବିନି ତ ଭାବିକି ମୁଁ କ'ଣ କଲି, 50 ଟଙ୍କା ତାଙ୍କ ହାତରେ ଧରେଇ ଦେଲି। ମୁଁ କହିଲି ଯା, ତମ ମନ ଆଜି ଯାହା ହେଉଛି ତୁମେ ସେଇଆ ଖାଅ। ତ ବାବୁ ଯାଇକି 50 ଟଙ୍କାରେ ଧରିକି ପଳେଇ ଯାଇଛନ୍ତି ଚକୁଳି, ସିଙ୍ଗଡ଼ା ତା ସହିତ ଇଟିଲି। ତ ଦେଖିପାରୁଥିବେ ପ୍ଲେଟ୍ରେ ସଜେଇକି ପୁରା ଋଷିମୁନି ଭଳିଆ ଦେଖୁନାହାନ୍ତି ବାପ ପୁଅ ଯାହାକି ହେଉଛନ୍ତି। ମୋତେ ଆଜି ସକାଳୁ ପୁରା ପାଗଳ କରିଦେଇଛନ୍ତି ଏଇଗୁଡ଼ା ଖାଇବେ ବୋଲି। ତ ଖାଆନ୍ତୁ, ମୁଁ ମୋର ସେପଟେ ଯାଉଛି, ପିଲାମାନେ ମାଳ ଗୁନ୍ଥୁଥିଲେ, ମୁଁ ତାକୁ ଆଡ଼େ ଟିକେ ବୁଲି ଦେଇକି ପଳେଇ ଆସେ। ତମେ ଆଙ୍ଗୁଠି ଦେଖାଉଥାଅ, ମୁଁ ଚାଲିଲି। ଏପଟେ ପଳେଇ ଆସିଲା ପରେ ଏଇ ଟୁଙ୍ଗୁରୁକୁ ଟିକେ ଦେଖୁଥିବେ, ସେ ମାଳଟାକୁ ପୁରା ଚାହିଁକି ରହିଛି, କେତେବେଳେ ଟିକେ ତାକୁ ସମୟ ମିଳିବ ସେଇଟାକୁ ଝାମ୍ପି ଦେବ। ଦେଖୁନାହାନ୍ତି, ଖାଲି ସେଇଠି ହିଁ ଲକ୍ଷ୍ୟ ରଖେ, ତା ଲକ୍ଷ୍ୟ ଆଉ କେଉଁଠି ନାହିଁ, ସେଇଠି। ହେଲେ କ'ଣ କରିବା, ବଡ଼ ଦିଦିମାନେ ଏତେ କଷ୍ଟ କରିକି ଆଣିଛନ୍ତି, ତୋତେ ଦେବେ, ସେଥିପାଇଁକା ତ ତାକୁ ମନା କଲେ। ସେଥିପାଇଁ ସେ ବାଧ୍ୟ ହୋଇକି ମୋ ସାଙ୍ଗରେ ଟିକେ ଦାନ୍ତ ଦେଖେଇଦେଲା ଆଉ। ତାକୁ ତ ମୁଁ ଧରିକି ବସିଲି, ସେମାନେ ମାଳ ଗୁନ୍ଥିଲେ। ମୁଁ କହିଲି ଆଲୋ ଏତେ ଫୁଲ ତୁମକୁ କେଉଁଠୁ ମିଳିଲା? ଆଉ ନଥିଲା? ଆହୁରି ସେପଟେ 2ଟା ଜରିରେ ସାଙ୍ଗମାନେ ଅଛି, ଏତିକି ନୁହଁ ଆହୁରି ଅଛି। ତ ଆପଣମାନେ ଦେଖୁଥିବେ ଆମର ପିଲାମାନେ କେଉଁ ଭଳିଆ ଫୁଲ ତୋଳୁଛନ୍ତି। ତ ମୁଁ କହିଲି ମୁଁ ତ ଜଣିଏ ମା, ତମେ ଏତେ ଫୁଲ କ'ଣ କରିବ? କହିଲେ ସବୁ ମାଆଙ୍କ ପାଖରେ ଆମେ ଦେଇଦେବୁ। ମୁଁ କହିଲି ଆଲୋ ତମେ ଖାଲି ତମ ମାଆକୁ ଦେବ ନା ଅନ୍ୟମାନେ ବି ତାଙ୍କ ମାଆମାନଙ୍କୁ ଦେବେ? ତମେ ଏତେ ଲୋଭ କଲେ ଆଉ ହେବ କି? ସେ କହିଲେ ଯା, ଆମେ କାହାକୁ ପାଇଁ ଛାଡ଼ିବୁନି, ସବୁ ନେଇ ଆସିବୁ। ମୁଁ କହିଲି ହଉ, ଯାହା କରୁଛ କର, ଆଶା ଲାଗୁଛି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିଦେବେ।